অন্তরতমা মাগো আমারি অন্তরতমা মাগো আমারি পাখে পাখে সদা রহিছ করুণা কমল স্নেহ সুঢল নয়নে আমকু চাহিছ অন্তরতমা মাগো আমারি পাখে পাখে সদা রহিছ করুণা কমল স্নেহ সুঢল নয়নে আমকু চাহিছ অন্তরতমা মাগো আমারি জহ্ন রাতিরে জুই ফুল বাস পরি জুই ফুল বাস পরি মরমকু আম চুই যাও থিরি থিরি চুই যাও থিরি থিরি অমর ধমর প্রেম ধর তুমি অমর ধমর প্রেম ধর তুমি মরত মাটি রে নাইছ অন্তরতমা মাগো আমারি পাখে পাখে সদা রহিছ অন্তরতমা মাগো আমারি অপরা প্রকৃতি କରିବାକୁ ରୂପାନ୍ତର କରିବାକୁ ରୂପାନ୍ତର ଦେବାକୁ ମନବେ ଦିବ୍ୟ ଜୀବନ ବର ଦିବ୍ୟ ଜୀବନ ବର অবতার ঘেনি জগত জননী অবতার ঘেনি জগত জননী কেতে যে যতন সহিছ অন্তরতমা মাগো আমারি পাখে পাখে সদা রহিছ অন্তরতমা মাগো আমারি নব চেতনার কনক তরণ ফেই কনক তরণ ফেই নব প্রকাশরে চিত্ত করিছ মই চিত্ত
କରିଛ ମୋହି ନବସୃଜନର ଅମିୟରାଗିଣୀ ନବସୃଜନର ଅମିୟରାଗିଣୀ କାନେ କାନେ ଆମ ଗାଇଛ ଅନ୍ତରତମା ମାଗ ମରି ପାଖେ ପାଖେ ସଦା ରହିଛ କରୁଣା କୋମଳ ସ୍ନେହ ସୁଢଳ ନୟନେ ଆମକୁ ଚାହିଁଛ ଅନ୍ତରତମା ମାଗ ମରି ପାଖେ ପାଖେ ସଦା ରହିଛ ଅନ୍ତରତମା ମାଗ ମରି ମା करुणामयी माँ परम प्रभु श्री अरविंद आज आलोचना चक्र उपस्थित समस्त मातृ संतान मान हृदय स्वागत एवं अनेक शुभेच्छा। आज कार्यक्रम को संचालन करुवा कार्यक्रम अति निपुणता और सफलतार सहित योगदान कर समस्त मातृ संतान मान अनेक श्रद्धा सम्मान। आम आज जो आलोचनार शीर्षक रखिंट प्रोग्रेस एंड परफेक्शन। आम जदि प्रभु श्री अरविंद लेटर्स ऑन योग बुक 2 गोटे उद्धृति नबा प्रभु ये लिखिं प्रोग्रेस है गोटे एन एडवांस अग्रगति टुवर्ड्स ए हायर और बेटर स्टेज स्टेडी इम्प्रूवमेंट गोटे स्तर रु आउ एक उच्चतर स्तर को आम जो अच्छा से आउ एक उच्चतर स्तर को आउ टे बेटर स्टेज को आउ टे उत्तम स्तर को जीवाटा को आम कहूँ गोटे स्थिर विकास एवं सेठी रहउची टू ग्रो और डेवलप एज एन complexity scope etc advance लिटरल मीनिंग ग्रो करिवा डेवलप करिवा विकास करिवा एवं गोटे जटिल प्रक्रिया को मध्य को प्रवेश करि परिवा गोटे बड़ परिसर मध्य को गति करिवा गोटे बड़ प्रगति हासिल करिवा ये सब गुड़िक ये प्रोग्रेस रो कथा। यह होछि गोटे आध्यात्मिक परिवेश। प्रगति सब बेले हम चारिकड़े गोटे आध्यात्मिक परिवेश तैयारी करे स्पिरिचुअल एटमॉस्फियर। यदि आपण कहिबे मो चारिकड़े कोनोसी आध्यात्मिक परिवेश नाही तले सुनिश्चित जे आपण प्रगति करू नांती।
ଯଦି ପ୍ରଗତି ଆପଣ କରିଚାଲନ୍ତି ତାହେଲେ ଆପଣଙ୍କ ଜୀବନରେ ଆଧ୍ୟାତ୍ମିକ ପରିବେଶଟି ସ୍ଥାୟୀ ଭାବରେ ରହିବ। ତେଣୁ ଖାଲି ସେତିକି ନୁହେଁ, ଯେଉଁମାନେ ପ୍ରଗତି କରନ୍ତି ସେମାନେ ତାଙ୍କ ଜୀବନଟିକୁ ଏତିକି ସୁନ୍ଦର କରିଦେଇ ପାରିବେ ଯୋଉଥିରେ ତାଙ୍କର ନିଜର ଗୋଟେ ସ୍ପିରିଚୁଆଲ ଏୟାର ରହିଥିବ, ଆଧ୍ୟାତ୍ମିକ ମାନେ ପବନଟିଏ। ଆମେ ବେଳେ ବେଳେ ଅନେକ ଜାଗାରେ କହନ୍ତି ଓଃ କି ପରିବେଶ ସେଠି, ମୋର ଶ୍ୱାସରୁଦ୍ଧ ହେଇଯାଉଛି। ତାମାନେ କଣ, ଆମେ ଅନ୍ୟର ଶ୍ୱାସ ପ୍ରକ୍ରିୟା ବା ପବନ ଭିତରେ ରହିଛୁ ଯେତେବେଳେ ଆମେ ପ୍ରଗତି କରୁନୁ। ଯଦି ପ୍ରଗତି କରୁଛୁ ଆମର ନିଜର ଗୋଟେ ପବନ ସେଠି ତିଆରି ହେଇଯାଇଥିବ। ସେଠି ଏୟାରଟା ଗୋଟେ ସିମ୍ବଲିକ ୱାର୍ଡ ବୋଲି ମାନନ୍ତୁ। କେତେ ସୁନ୍ଦର ଭାବରେ ପ୍ରଭୁ କହୁଛନ୍ତି ଯେ ଆମେ ଆମ ଜୀବନ ଭାରି ସହଜ ହେଇଯିବ ଯଦି ଆମେ ପ୍ରଗତି କରୁଥିବା। ଆପଣ ଯୋଉମାନେ 5 ବର୍ଷ ତଳେ ଯୋଉ ପ୍ରକାର ଥିଲେ, ଆଜି ଯଦି ନିଜ ଜୀବନଟିକୁ ପରୀକ୍ଷା କରନ୍ତି ଦେଖିବେ ଆପଣ ଅଧିକ ସ୍ୱାଧୀନତା ପାଇଛନ୍ତି, ଆପଣ ଅଧିକ ଗୋଟିଏ ପରିପୂର୍ଣ୍ଣତା ଆଡକୁ ଯାତ୍ରା କରିବାର ପ୍ରେରଣା ଲାଭ କରୁଛନ୍ତି। ଆପଣଙ୍କ ପରିବେଶଟି କ୍ରମଶଃ ଆଧ୍ୟାତ୍ମିକ ହୋଇ ଉଠିଛି। ନିହାତି ପକ୍ଷରେ ଯୋଉ ସ୍ପିରିଚୁଆଲ ଏୟାରଟାକୁ ଆପଣ ତିଆରି କରୁଛନ୍ତି ସେଇଟାକୁ ନିଶ୍ୱାସରେ ଗ୍ରହଣ କରୁଛନ୍ତି ଏବଂ ତାରି ଭିତରେ ବଞ୍ଚୁଛନ୍ତି। ଏଇ ଯୋଉ ନିଜ ଆଧ୍ୟାତ୍ମିକ ପରିବେଶ ଏବଂ ନିଜ ଆଧ୍ୟାତ୍ମିକ ପବନ ଚାରିକଡେ ବଞ୍ଚି ପାରିବାଟା ହିଁ ପ୍ରୋଗ୍ରେସ। ଅର୍ଥାତ୍ ଆପଣ ଗୋଟେ ସ୍ୱାଚ୍ଛନ୍ଦ୍ୟତା, ସହଜତା ଏବଂ ଗୋଟେ ମାନେ କଣ ଗୋଟେ ବୃହତ୍ତର ପରିବେଶ ଆଡକୁ ଯାତ୍ରା ଆରମ୍ଭ କଲେଣି, ଯୋଉଟା ଆପଣ ନିଜେ ନିଜର ହେଲେଣି। ଆପଣ ଅନ୍ୟମାନଙ୍କ ପାଖରେ ଗୋଟେ ବନ୍ଦୀ ଜୀବନ ବଞ୍ଚୁନାହାନ୍ତି। ଆଜିର ଜୀବନ ହେଉଛି ମୁକ୍ତ। ତେଣୁ ସେଇ ମୁକ୍ତ ଜୀବନ, କାରଣ ଯେତେବେଳେ ଚେତନା ମୁକ୍ତ ହୁଏ ସେତେବେଳେ ସବୁ କିଛି ମୁକ୍ତ ହେଇଯାଏ ଆପେ ଆପେ। ଆମକୁ ବହୁତ କିଛି କରିବାକୁ ପଡେ ନାହିଁ। ପ୍ରଭୁ ଶ୍ରୀ ଅରବିନ୍ଦ ବାହ୍ୟ ପ୍ରଗତି ଉପରେ ଆଦୌ ଗୁରୁତ୍ୱ ଦଉନାହାନ୍ତି, ସେ ଅନ୍ତ ପ୍ରଗତି, ଇନର ପ୍ରୋଗ୍ରେସ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆମେ କୋଉଟାକୁ ଆନ୍ତରିକ ପ୍ରଗତି ବୋଲି କହିବା? ସବୁଠାରୁ ବଡ କଥା, ଆମେ ବାହ୍ୟ ପ୍ରଗତି କହିଲେ ତ ବୁଝିପାରୁଛୁ, ବହୁତ ଗୁଡେ ସଫଳତାରେ ସିଢି ଚଢିବା, ବହୁତ ପ୍ରଶଂସା ଭାଜିତ କାର୍ଯ୍ୟ କରିବା, ଆପଣଙ୍କ ନିଜର ପ୍ରଭାବଟିକୁ ବଢେଇବା, କ୍ଷମତା ବଢେଇବା, ସମ୍ପତ୍ତି ବଢେଇବା। ମାନେ ଆପଣ ତେଣିକି ମନ୍ତ୍ରୀ ହୁଅନ୍ତୁ କି ଯନ୍ତ୍ରୀ ହୁଅନ୍ତୁ, କିଛି ତ ଗୋଟେ ହେବେ ବାହ୍ୟ ଜୀବନରେ। ବାହ୍ୟ ଜୀବନରେ ଅତି ପ୍ରଭାବର ସହିତ ବଞ୍ଚିବାଟାକୁ ଆମେ ବାହ୍ୟ ପ୍ରଗତି କହୁଛୁ। ଜଣା ପଡୁଛି, ମୁକୁଟ ଗୁଡିକ ଦିଶୁଛି, ଯେ ମନ୍ତ୍ରୀ ହେବେ ସେ ଗୋଟେ ଥାଟରେ ଚାଲିବେ, ସେଟା ଦିଶିବ। କିନ୍ତୁ ସେଇ ବ୍ୟକ୍ତି ଯେ ଏଡେ ବଡ ଥାଟରେ ବାହାରେ ଚାଲୁଛନ୍ତି, ସେଇ ବ୍ୟକ୍ତିଙ୍କ ଜୀବନଟିରେ କଣ ଅନ୍ତ ପ୍ରଗତି ରହିଛି ସେ କଥା ଟିକେ କିପରି ବୁଝିବା? ବାହ୍ୟ ପ୍ରଗତିଟା ଦେଖି ହବ। ଆପଣ ମୋଟରସାଇକେଲ ଚଢୁଥିଲେ, ଏବେ ଗୋଟେ କାର ଚଢୁଛନ୍ତି। ଆପଣ ମାରୁତି ଚଢୁଥିଲେ, ଏବେ BMW ଚଢିଲେଣି। ଆପଣ ଗୋଟେ ଗାଁରେ ଘର କରିଥିଲେ, ଏବେ ସହରରେ ରହିଲେଣି। ସହରରେ ଆପଣଙ୍କ 3 ମହଲା ଘର ଥିଲା, ଏବେ 7 ମହଲା ଘର ହେଇଗଲାଣି। 1500 ସ୍କୋୟାର ଫୁଟ ର ଘର ଥିଲା, ଏବେ ଆପଣ 4000 ସ୍କୋୟାର ଫୁଟ ର ଘରେ ରହୁଛନ୍ତି। ଏ ପ୍ରଗତି ଭାବେ ଦିଶୁଛି। ଆପଣ ଗୋଟେ ସାଧାରଣ କପଡା ପିନ୍ଧୁଥିଲେ, ଏବେ ବ୍ରାଣ୍ଡେଡ ପିନ୍ଧୁଛନ୍ତି। ଏଗୁଡିକ ବାହ୍ୟ ସ୍ତରର ପ୍ରଗତି ତଥା କଥିତ। ଆନ୍ତର ଜୀବନର ପ୍ରଗତି, ଏଇ ଆନ୍ତର ଜୀବନର ପ୍ରଗତି
एगुड़ी को जानिबा रॉन्ग आइडिया भूल धारणा गुड़ी को जानिबा रॉन्ग फीलिंग भूल अनुभव गुड़ी को जानिबा रॉन्ग स्पीच मु भूल कथा कहूची एटा जानिबा मु अन्य मानक गाली बंद कर दउची मु अन्य मानक ऊपर रागिला परे मु निज ऊपर नियंत्रण हरउची रॉन्ग एक्शन मोर कर्म भूल हो जाउची मु मद पिउची कि मु कोठी संध्या समय नेट कंजेशन रोचे असुविधा होतिले ताको देखिबे तेनो एबे आसुची साउंड रेस्पोंड करंतु केई जने हाँ भाई प्रणाम हाँ भाई आसी आम भितरे जो गति केरे अचिंतनीय ये कथा गुड़ी आम के चिंता करती ना जे आम आंत प्रगति वास्तव में कौन क्या आम प्रगति बोली कहवा कौन हो अच्छा गोटे मिनिट आम प्रगति बोली क्या कहवा ये तो प्रश्न आम कहूँ आंत प्रगति ही प्रगति अटे तो से आंत प्रगति पुणी कौन ना ये निज भितरे जो भूल गुड़िक रही भूल गतिवृत्ति रही भूल भावना रही भूल धारणा रही भूल बाणी आम प्रकाश करुचु भूल कर्म करुचु भूल बाय रॉन्ग इज मीन्ट व्हाट डिपार्ट्स फ्रॉम द ट्रुथ बर्तमान कथा आसला भूल कौन ये जो नैतिक दृष्टिकोण जो भूल से भूल कि सेपरी नुहे आप धोखे पड़े धर्म जो गुड़ाक भूल ठीक कही न गाधे खाईदवा माने ठाकुर पूजा करदवा जो समय आम घरे गोटे किसी मृता कर्म हो कौन से गुड़ाक सब भूल बोली कहवा कि भूल है भूल संज्ञा भी दि जाऊँगी रॉन्ग इज मीन्ट व्हाट डिपार्ट्स फ्रॉम द ट्रूथ फ्रॉम द हायर कॉन्शियसनेस फ्रॉम द हायर सेल्फ फ्रॉम द वे ऑफ द डिवाइन जोटा भगवान ठारू उच्चतर सत्ता ठारू उच्चतर चेतना ठारू एवं सत्य ठारू विच्युत होता हूँ भूल आपण आदौ नैतिक पंथारे धर्म पंथारे चलिए नहीं ओन्स रेकग्नाइज्ड अरे जदि आमे ओन्स रेकग्नाइज्ड इट इज एडमिटेड तामाने आपण जदि थरे रेकग्नाइज करदेले आपणक भितरु कोटा सत्य ठारू प्रस्थान करूची सत्य ठारू दूरे जाउची उच्चतर चेतना ठारू दूरे जाउची उच्चतर माने गोटे सत्ता ठारू दूरे जाउची भगवान ठारू दूरे जाउची आपण जदि सेटा को जानि गले ता माने आपण सेटा को स्वीकार करे जे मो भूलटा लाइटा ये नैतिक दृष्टि भूल नुहे धर्मर दृष्टि नुहे डू एंड डोंट्स रो भूल नुहे ये भूल हेउची आमर मूल लक्ष्य जो सत्य सत्य रे बंचिबा से सत्य ठारू जोटा दूर रे अछि ताकू ही माने आम पई सत्य होचंदी मां को ठारू जहा दूर रे अछि तेणु नॉट ग्लॉस रोवर आमे वर्तमान आउ ये आम भूल गुड़ी को डिफेंड करबानी ग्लॉस ओवर करबानी ताकू एमिति आमे सब कोन करथिले सेमिति बंचुथिले जो जीवन रे आमे भूल गुड़ी को खोजु नथिले कोटा सत्य ठारू विच्युत करि नउची हमको सत्य ठारू कोटा हमको दूरे नउची से कथाडा बुझु नथिले किंतु जदि एटा डिफेंडेड आमे करबा नहीं
ତାହେଲେ ଆମେ ଡିଫେଣ୍ଡେଡ କରିବା ମାନେ କଣ କରିବା? ଅଫର କରିବା। କାହାକୁ ଅଫର କରିବା? ଯିଏ ଭୁଲକୁ ସୁଧାରି ଦେଇପାରିବେ ସେଭଳି ମହାଶକ୍ତି ହଉଛନ୍ତି ମା। ଆଉ ଭୁଲକୁ ସୁଧାରିବା ଭଳି ଆଉ ତୃତୀୟ ଶକ୍ତି କିଛି ନାହିଁ। ଆପଣ ପାରିବେ ନାହିଁ, ଆପଣଙ୍କର ଅନ୍ୟ କୌଣସି ଦେବାଦେବୀ ପାରିବେ ନାହିଁ, ଆପଣଙ୍କୁ ଅନ୍ୟ କୌଣସି ଗୁରୁ ସେ କଥା ଦାୟିତ୍ୱ ନେଇପାରିବେନି। କେବଳ ଜଣଙ୍କ ଉପରେ ସେ ଦାୟିତ୍ୱ ନ୍ୟସ୍ତ ରହିଛି। ସେ ମା ହିଁ କେବଳ ଆମ ଅଜ୍ଞାନତା ଓ ଭୁଲ ଗୁଡିକ ଦୂର କରିଦେଇ ପାରନ୍ତି ଯଦି ଆମେ ଆଶ୍ରୁହା କରୁ, ସମର୍ପଣ କରୁ। ମୁଁ ଯେତେବେଳେ ସ୍ୱୀକାର କରିଯିବି ମାନେ ମୁଁ ସମର୍ପଣ କଲି, ମା ମୋର ମୋର ବାଣୀରେ ଭୁଲ ରହୁଛି, ମୋର କର୍ମରେ ଭୁଲ ରହୁଛି, ମୋର ଅନୁଭବରେ ଭୁଲ ରହୁଛି, ମୋର ଧାରଣା ଗୁଡିକରେ ଭୁଲ ରହିଛି, ମୋର କର୍ମ ଗୁଡିକରେ ଭୁଲ ରହିଛି। ଯେତେବେଳେ ଆମେ ମାଙ୍କୁ ସେ କଥାଟି ଅଫର କରିଦବା, ସେଇଠୁ ମା କଣ କରିବେ ନା ତାଙ୍କ ପାଖରେ ରହିଛି ଜ୍ୟୋତି ଓ କରୁଣା। ସିଏ ତାଙ୍କର ଜ୍ୟୋତି ଆଉ କରୁଣାର ବଳରେ ଆମକୁ ନେଇଯିବେ। ଏଇଟା ହଉଛି ମାଙ୍କର କୋଳ। ତେଣୁ ଯେତେବେଳେ ଆପଣ ମାଙ୍କର କୋଳକୁ ଚାଲିଗଲେ ତାଙ୍କ ଜ୍ୟୋତି ଆଉ ତାଙ୍କ କରୁଣା ଭିତରକୁ, ସେତେବେଳେ ଗୋଟେ ସବଷ୍ଟିଚ୍ୟୁଟ ଡିସେଣ୍ଡ କରିବ। କାରଣ ଆପଣଙ୍କ ଭିତରେ ମିଥ୍ୟା ଥିଲା, ମିଥ୍ୟା ଗତିବୃତ୍ତି ଗୁଡିକ, ମିଥ୍ୟା ବାଣୀ ଥିଲା, ମିଥ୍ୟା କର୍ମ ଥିଲା, ଯାହା ସତ୍ୟ ଠାରୁ ଆପଣଙ୍କୁ ବିଚ୍ୟୁତ କରିଥିଲା, ଭଗବାନଙ୍କ ଠାରୁ ଆପଣଙ୍କୁ ଦୂରେଇ ନେଇଥିଲା। ସେତେବେଳେ ସେଇ ଯୋଉ ଉଚ୍ଚତର କରୁଣା ଏବଂ ଜ୍ୟୋତି ଯୋଉଟା ଅବତରଣ କରିଛି ଆପଣଙ୍କୁ, ମାନେ ତା ବଳୟକୁ ଆପଣ ଚାଲି ଯାଇଛନ୍ତି ସମର୍ପଣ ବଳରେ, ଗୋଟେ ସବଷ୍ଟିଚ୍ୟୁଟ ଆସିବ, ଗୋଟେ ବିକଳ୍ପ ସ୍ଥାନାପନ୍ନ କରିବା ପାଇଁ ଆପଣଙ୍କ ଭୁଲକୁ। କେମିତି ସ୍ଥାନାପନ୍ନ ହେବେ ନା ଫର ଇଟ୍ ଦ ରାଇଟ ମୋମେଣ୍ଟ ଅଫ ଦ ଟ୍ରୁ କନସିୟସନେସ। ଆପଣଙ୍କ ଭିତରେ ଯଥାର୍ଥ ଚେତନାର ସବୁ ଠିକ ଗତିବୃତ୍ତି ଗୁଡିକ ଆରମ୍ଭ ହେଇଯିବ। ଦେଖିବେ ଆପଣଙ୍କ ବାଣୀ ସୁଧୁରି ଯାଇଛି, ଚିନ୍ତା ସୁଧୁରି ଯାଇଛି, କର୍ମ ସୁଧୁରି ଯାଇଛି, ସବୁ କିଛି ଯେପରି ତାଙ୍କ କରୁଣାର ବଳୟରେ ସବୁ କଥା କିଭଳି ସମାହିତ ହେଇଯାଇଛି। ତାପରେ ଆମେ କହିବା ଆମେ ଆମର ଯୋଉ ଭୁଲ ତ୍ରୁଟି ଗୁଡିକ ନିଜ ଭିତରେ ଥିବ, ଆମେ ଯଦି ରହିଛନ୍ତି ତାହେଲେ ଆମେ ଆନ୍ତର ପ୍ରଗତି କରିନାହାନ୍ତି। ଆଉ ଆନ୍ତର ପ୍ରଗତିର ମାର୍ଗ ଆପଣ ସ୍ପଷ୍ଟ ଭାବରେ ଜାଣିଲେ। ତେଣୁ ପ୍ରୋଗ୍ରେସ ଅଫ ଲାଇଫ ବୋଲି ପ୍ରଭୁ ଯାହାକୁ ଅଭିହିତ କରୁଛନ୍ତି, ଆମେ ଏଇ କଥା ଗୁଡିକ ସେଇ ଲେଟର ସଂଯୋଗ ପାର୍ଟ 2 ରୁ ପଢିଲେ। ସେଇଭଳି ଆଉ ଗୋଟେ ଦୀର୍ଘ ପ୍ରସଙ୍ଗ ହ୍ୟୁମାନ ସାଇକେଲ ରୁ ଆମେ ଆରମ୍ଭ କରିପାରିବା। ହ୍ୟୁମାନ ସାଇକେଲ ରେ ପ୍ରଭୁ କହୁଛନ୍ତି, the progress of life involves the development and interlinking of an immense number of things that are in conflict with each other and seem often to be absolute opposition and uncontrarious. ଆପଣଙ୍କ ଜୀବନରେ ଅନେକ କଥା ଅପୋଜିସନ ଲାଗେ। ଯୋଉଠିକି ଅପୋଜିସନ ଲାଗେ ଆପଣ ତା ସହିତ କନଫ୍ଲିକ୍ଟରେ ଥାନ୍ତି। ମନେକର ତ ଆପଣ ପାଠଚକ୍ର କରୁଛନ୍ତି, ଆପଣଙ୍କ ଘରେ ଭାଇଟି ପାଠଚକ୍ର କରୁନାହିଁ, କି ସେ ଶୁଣୁନାହିଁ, ମାଙ୍କୁ ସତ୍ୟ ବୋଲି ଗ୍ରହଣ କରୁନି, ଏଟା ହେଲା ଅପୋଜିସନ। ସିଏ ବି ଆପଣ ପାଠଚକ୍ର ଯାଉଛନ୍ତି, ସିଏ ଆପଣଙ୍କୁ ଗାଳି କରୁଛି, ଆଉ ଆପଣ ସେ ପାଠଚକ୍ର କରୁନି, ଆପଣ ତାକୁ ଗାଳି କରୁଛନ୍ତି ମନେ ମନେ, ମାନେ ସାମ୍ନାରେ ବି ଗାଳି କରୁଛନ୍ତି, ମନରେ ବି ଗାଳି କରୁଛନ୍ତି। ଅପୋଜିସନ ଘଟିଲାଣି, କନଫ୍ଲିକ୍ଟ ହେବ, ନାନା କଥା ଆସିବ, ନାନା ବାଦାନୁବାଦ ତିଆରି ହେବ। ତୁ ଗୋଟେ ସମୟ ଆସିବ, ଏଇଭଳି ଅସଂଖ୍ୟ ସଂଖ୍ୟାର କଥା ସବୁ ଯାହା ଆପଣଙ୍କ ଭିତରେ ଅପୋଜିସନ ହେଇକି ରହିଛି, କନଫ୍ଲିକ୍ଟ ହେଇକି ରହିଛି, କଣ୍ଟ୍ରାରି ହେଇକି ରହିଛି, ଆପଣ ସେଇଗୁଡ଼ିକୁ ଜୀବନରେ ଇନଭଲ୍ଭ କରିନେବେ, ସମ୍ମିଳିତ କରିନେବେ ଜୀବନରେ, କଣ୍ଟ୍ରାରି ଗୁଡ଼ିକୁ, ଅପୋଜିସନ ଗୁଡ଼ିକୁ। ଏବଂ ଖାଲି ସେତିକି ନୁହେଁ, ତା ସହିତ ଇଣ୍ଟରଲକିଂ। ଖାଲି ଇଣ୍ଟରଲକିଂ ମାନେ ବୁଝିପାରୁଛନ୍ତି, ମାନେ କଣ୍ଟ୍ରାରି ଗୁଡ଼ିକ ସହିତ ଯେତେବେଳେ ଇଣ୍ଟରଲକିଂ ହବ, ଅପୋଜିସନ ସହିତ ଯେତେବେଳେ ଇଣ୍ଟରଲକିଂ ହବ,
कन्फ्लिक्ट गुड़िक सहित इंटरलकिंग हम ये गोटे प्रकार बड़ प्रगति को आपण जीवन में नहीं आसो मु सब बेले आपण मानक कहूँ जो माने चिता तिलक तिलक धारण करती से माने धार्मिक न होई पारंती जो माने पाठचक्र करुछंती चमकी पड़िबे नहीं से माने मांकर न होई पारंती प्रभु एक कथा जानी प्रभु कहूना मु तांको तरफरु तांकर हेकि कहि दूची अनेक लोक केउ उद्देश्य रे कोठी जांती एटा कहया भारी कष्ट पुरी मंदिर रे जेते लोक बुलंती समस्ते जगन्नाथंकर भक्त न होई पारंती किए हेटी कुडुआ बिकिया जाईछि किए हेटी पूजा सामग्री बेकी की लाभ करिया जाईछि किए रिक्शा टाणिया जाईछि किए कोन करिया जाईछि सेही बड़ी आपण भाबी नियंतु नहीं जे जो माने सब तिलक धारण करछन से सब धार्मिक लोक ताके भयंकर व्यक्ति सब अछंती जो मानकर धर्म सहित किछि लेना देना नहीं किंतु बेश पोशाक पिंधुचंती मु तो आपन कहबी आपण घरे पाठचक्र हला लिखिबे को माने काम करछंती मु दिने मोर संग मानु कहउतली मोटे गाड़ी रे गली 40 किलोमीटर आ 40 किलोमीटर फेरी आसली वर्षा होतला माने नजीबार स्थिति थिला कन्ने बस ट्रेन रे जाई ही न थांता हेले को तो मांकर कामटा किए कला मु कली की गाड़ी कला मु तो थिली मो घरे मते जे सेठी नहीं पहुंचेला तले पाठचक्र से किए कला मु कली की गाड़ी टी करतला गाड़ी टी कर देला ड्राइवर भी नहीं से तो बाटरे खराब ही परथा ता चक्क खराब ही जाई परथा इंजन खराब ही जाई परथा तनो से जे सहयोग करछि सेही गुडी के सब मांकर इंस्ट्रूमेंट निर्जीव मध्य आपण जो दरी ऊपर बसंती ना पाठचक्र समय सी भी पाठचक्र रे काम करछि जो चेयर ऊपर बसंती ना सी भी काम करछि जो फूल गुड़िक सजा होचंती से माने भी मांकर काम करचंती माइक्रोफोन भी आपण मांकर काम करछि काली के भावंतु नहीं जे आपण मांकर काम करि सिखिचंती अन्य मान भी जणा नहीं ना तो नहीं होबनी मो दिन भाई जणे से मां को पाठचक्र बसंती नहीं किंतु मेंचे फूल कांधरे पकई चलचंती सकाळे पाठचक्र से पाठचक्र गले नहीं किंतु मांकर कर्मी की कर्मी नहती आपण मना करंतु ना ना से मांकर कर्म करि ना तेणु जो माने पाठचक्र रे बसुचंती वंदे मातरम कहउचंती से माने सब मांकर पिला और जो माने सब बाहर थाई काम करचंती गाड़ी टिए दरी टिए चेयर टिए खटटिए टेबुल टिए से माने के मांकर काम करतांती कि साधारण मनुष्यटी आपण अपोजिशन कहीं जाइछंती कॉन्फ्लिक्ट को कहीं जाइछंती कारण आपण उपयुक्त चेतना रे नांती उपयुक्त चेतना मध्य को जाई परिवा ही प्रगति टू फाइंड एमिड दीज अपोजिशन सम प्रिंसिपल एई सब विरोध भितर गोटे सिद्धांत को तत्व को खोजी पाइबा एटा होची प्रगति कारण विरोध गुड़िक विरोध प्रत्यय नथिले आपण प्रगति करि पारंते नाही सेटा तो टेस्ट आपण जीवन रे परीक्षा तेणु अपोजिशन गोटे प्रिंसिपल अच्छी गोटे तत्व अच्छी स्टैंडिंग ग्राउंड ऑफ यूनिटी अपोजिशन गुड़िक है एकत्वर गोटे गोटे स्टैंडिंग ग्राउंड माने जोठी एटा प्रतिष्ठित भूमि एकत्व जोठारे प्रतिष्ठित हबो जेमि युद्ध वार एंड पीस रे प्रभु सेति पई अप्रिशिएट करंती जे जो टॉल्स्टॉय से तो समकाल व्यक्ति 1915 गांधी टॉल्स्टॉय आश्रम करथिले तांको पुओ सारा पृथ्वी से बहिटी धरी बोलुथिले ओडिसा रे से बहिर अनुवाद भी युद्ध हो शांति करिसंती गोपीनाथ महांती यशस्वी कल्पिक कारण युद्धटी गोटे अति अवश्यम्भावी कथा शांति पाई जेमिति झड़ पर शांति आसे ना प्रत्येक युद्ध पर शांति आसे पश्चिम जर्मनी पूर्व जर्मनी दुईटा देश ही रही शेष गोटे पटक गले
ଗୋଟିଏ ମିଶିଲେ, ସେଇ ବିଭାଜନରୁ ଯୁଦ୍ଧ ଆରମ୍ଭ ହେଇଥିଲା, ପୁଣି ସେଇଟା ଏକତ୍ୱ ଆଣିଲେ। ତେଣୁ ଏଇଟା ହଉଛି ଷ୍ଟାଣ୍ଡିଂ ଗ୍ରାଉଣ୍ଡ ଅଫ୍ ୟୁନିଟି। ତେଣୁ ଆପଣଙ୍କୁ ଯଦି ଅପୋଜିସନ ମିଳୁଛି, ତାର ଗୋଟେ ତତ୍ତ୍ୱ ନାହିଁ, ଆପଣଙ୍କୁ ହଇରାଣ କରିବା ପାଇଁ ଦୁଃଖ ଗୁଡିକ ଆସୁଛି, ପ୍ରତିରୋଧ ଗୁଡିକ, ସେ କଥା ପୃଥିବୀର ଅନେକ 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 ଲୋକ ବୁଝିପାରନ୍ତିନି। ସେମାନେ କହିବେ ଏଇ ଆମ ଜୀବନରେ କିଛି ଭଲ ନାହିଁ, ଆମକୁ କେହି ଭଲ ପାଆନ୍ତିନି, ଆମ ଭାଇମାନେ ଆମକୁ ଗାଳି ଦିଅନ୍ତି, ଶାଶୁ ଶ୍ୱଶୁର ଗାଳି ଦିଅନ୍ତି, ପାଖ ପଡିଶା ଆମକୁ ଗାଳି କରନ୍ତି, ଆମର କାହା ସହିତ ଭଲ ରିଲେସନ ନାହିଁ, ସବୁ ଗଡବଡି ଚାଲିଛି। ଏଇଟା ସବୁ ଗଡବଡି ନୁହେଁ, ଏକତ୍ୱର ଭୂମି ଆଡକୁ ଯାତ୍ରା କରିବାର ତାହା ଏକ ଅପୂର୍ବ ସୁଯୋଗ। ଆପଣଙ୍କ ଭିତରେ ରହିଥିବା ଯୋଉ ଅପୋଜିସନକୁ ଆପଣ କେମିତି ହାରମୋନି ଭିତରକୁ ଆଣିବେ, ପ୍ରଭୁ ଲେଖିଲେ some workable lever of reconciliation। ଲିଭରଟା ହଉଛି କୋଉ ଶବ୍ଦ? ଫିଜିକ୍ସ ର ଶବ୍ଦ, ଭାର ଯନ୍ତ୍ର। এই କନଫ୍ଲିକ୍ଟ ହଉଛି ଗୋଟେ ଲିଭର, ୱାର୍କେବଲ ଲିଭର, କାମ କରୁଥିବା ଏକ ଭାର ଯନ୍ତ୍ର, ଯିଏ ଆପଣଙ୍କୁ ଗୋଟେ ସମନ୍ୱୟ ଦିଗରେ ନେଇଯାଉଛି, which will make possible a larger and better development on the basis of harmony। ଏଇକୁ କହନ୍ତି ପ୍ରଗତି। and not of conflict and struggle must be increasingly the common aim of humanity to its active life evolution। ଆଜିର ନେତା ମାନଙ୍କର ସବୁ ଅଳ୍ପ ଜ୍ଞାନ ଥିବାରୁ ସେମାନେ ଅପୋଜିସନ କୁ ଘୃଣା କରୁଛନ୍ତି, ଶତ୍ରୁ ମାନୁଛନ୍ତି। କିନ୍ତୁ ଯେତେବେଳେ ପ୍ରକୃତରେ ଡେମୋକ୍ରେଟ ମାନେ ଥିଲେ ଏ ଦେଶରେ, ସେମାନେ ଲୋକଙ୍କୁ ରିକ୍ୱେଷ୍ଟ କରୁଥିଲେ, ଯାଅ ଅପୋଜିସନ ରେ ବସ, ଆମକୁ ଗାଳି କର, ଡୋଣ୍ଟ ସ୍ପେୟାର ଅସ୍। ଆମକୁ ଗାଳି କଲେ ସରକାର ମଜବୁତ ହବ, ଆମ ଭୁଲ ତ୍ରୁଟି ଆମେ ଜାଣିପାରିବୁ। ତେଣୁ ଇଏ ଗୋଟେ ରିକନସିଲେସନ ଆଡକୁ ଯାତ୍ରା ଅପୋଜିସନଟା, ଅପୋଜିସନର ତତ୍ତ୍ୱ ସେଇଠି। ଆମକୁ ବିରୋଧ ହଉଛି କହିକି ମୁଁ ଡିପ୍ରେସନକୁ ପଳେଇବି, ମନ ଖରାପ କରିବି, ଭାଗ୍ୟ ଖରାପ ବୋଲି କହିବି, ସେଇଟା ଭୁଲ। ବରଂ ଭଗବାନ ମତେ ଗୋଟେ ରିକନସିଲେସନ ଏବଂ ଗୋଟେ ହାରମୋନିର ଦିଗକୁ ନଉଛନ୍ତି, ବେସିସ୍ ଅଫ ହାରମୋନି, ଗୋଟେ ମୋ ଭିତରେ ସମନ୍ୱୟର, ସୌସମ୍ୟର, ସଂଗତିର, ଏକତ୍ୱର ଗୋଟେ ଧାରଣା, କଣ ଭୂମି ତିଆରି କରୁଛନ୍ତି, ବେସିସ୍ ଆଧାର ତିଆରି କରୁଛନ୍ତି। ଏଇଟା ଦ୍ୱନ୍ଦ୍ୱ ପାଇଁ ନୁହେଁ, ଯୁଦ୍ଧ ପାଇଁ ନୁହେଁ, ବରଂ ଆମେ ମଣିଷ ଜୀବନର ଗୋଟେ ଲକ୍ଷ୍ୟ ଅଛି, ଲକ୍ଷ୍ୟ ହେଲା ୱାନନେସ୍, ମ୍ୟୁଚୁଆଲିଟି। এই ୱାନନେସ୍, ମ୍ୟୁଚୁଆଲିଟି, ହାରମୋନି ଆଡକୁ ଇଏ ପାଦେ ଯାତ୍ରା, ଏ କନଫ୍ଲିକ୍ଟ ଗୁଡିକ, ଏଗୁଡିକ କନଫ୍ଲିକ୍ଟ ନୁହେଁ, ଏଗୁଡିକ ଗୋଟେ ତତ୍ତ୍ୱ, ଏକତ୍ୱର ତତ୍ତ୍ୱ, ଏକତ୍ୱ ଆଡକୁ ଏକ ଇଙ୍ଗିତ, ଏକତ୍ୱ ଆଡକୁ ଏକ ଯାତ୍ରା, ଏକତ୍ୱ ପାଇଁ ଏକ ବାର୍ତ୍ତା। ତାପରେ ସେ କହୁଛନ୍ତି ଯେ ଦେଖ, ଏଇଟା ହିଁ ତ ଆକ୍ଟିଭ ଲାଇଫ ଇଭଲ୍ୟୁସନ, ଗୋଟେ ଗତିଶୀଳ ଜୀବନର ବିବର୍ତ୍ତନ। ଆମେ ଦିନେ ଜୀବଜନ୍ତୁ ହେଇକି ଥିଲେ, ଲଢେଇ ଲାଗୁଥିଲେ, ମଣିଷ ହେଲେ ଲଢେଇ ଲାଗିଲେ, ଧୀରେ ଧୀରେ ସେ ଲଢେଇର ମଣିଷ ବାହାରି ଆସୁନି। ମାନେ ଗୋଟେ ଇଣ୍ଡିଭିଜୁଆଲିଜମର ଯୁଗ ଯେତେବେଳେ ଆରମ୍ଭ ହେଲା, ସମୂହ ଭିତରୁ ବାହାରି ଆସିକି ଇଣ୍ଡିଭିଜୁଆଲ, ଯୋଉଟା ମାନବ ଯୁଗ ଚକ୍ରରେ ପ୍ରଭୁ ଶ୍ରୀ ଅରବିନ୍ଦ କେତେ ସୁନ୍ଦର ଭାବରେ ଲେଖିଛନ୍ତି। ମଣିଷ ସବୁ ଏକ୍ସପେରିମେଣ୍ଟ କରୁଛି। ତେଣୁ ଯଦି କୌଣସି କାରଣରୁ ଆମେ ଜୀବନରେ ଥିବା ଦ୍ୱନ୍ଦ୍ୱ ଗୁଡିକରୁ, ଯନ୍ତ୍ରଣା ଗୁଡିକରୁ, ଅଜ୍ଞାନଛନ୍ନତା ଭିତରୁ ବାହାରି ଆସିପାରିଲେ ଏବଂ ଆମେ ଯଦି, କାରଣ ନେଚର ଏଇଭଳି ଗୋଟେ କମ୍ପ୍ରମାଇଜ ଆମ ସହିତ କରିଛି, ଗୋଟେ ସାଣ୍ଡକାଣ୍ଟ। ସେ ସାଣ୍ଡକାଣ୍ଟଟି କଣ? କମ୍ପ୍ରମାଇଜେସ୍ ମେଡ୍ ବାଇ ନେଚର ୱିଥ୍ ଇଗ୍ନୋରେନ୍ସ, ଅଜ୍ଞାନତା ସହିତ, ଲାଇଫ, ମାଇଣ୍ଡ, ପ୍ରାଣ, ମନ ସହିତ, ସାଇନ୍ସ ଅଫ ଦି ମ୍ୟାଟର, ଜଡର ନିଶ୍ଚେତନା ସହିତ। ଏଗୁଡିକ ହଉଛି ଅବସ୍କ୍ୟୁରିଟି। ଯଦି ତାରି ଭିତରୁ ଆପଣ ବାହାରି ଆସିପାରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଏଇଟା ହଉଛି ଆପଣଙ୍କ ପାଇଁ ପ୍ରଗତି। ମାନେ କଣ, ପ୍ରାଣ ମନର ଧାରାଟିକୁ ନ ବୁଝିଲେ କଣ ଆପଣ ତା ଭିତରୁ ବାହାରି ଆସିବେ ନା କଣ? This can only be truly and satisfactorily done when the soul discover itself in its highest and completest spiritual reality।
ମନ ପ୍ରାଣ ସହଜରେ ବୁଝନ୍ତି ନାହିଁ। ଯେତେ ପର୍ଯ୍ୟନ୍ତ ଆପଣ ଆତ୍ମାକୁ ଆବିଷ୍କାର କରିନାହାନ୍ତି, ସତ୍ୟକୁ ଆବିଷ୍କାର କରିନାହାନ୍ତି, ରୂପାନ୍ତର ପଥରେ ଯାଇନାହାନ୍ତି, ତାହେଲେ ସେମାନେ ବି କଥା କୋଉଠୁ ଶୁଣିବେ ଯେ? ତେଣୁ ପ୍ରଗତିଟା କହିଲେ କଣ ବୁଝାଯାଏ? ପ୍ରଗତି କହିଲେ ମୋ ବାଣୀରେ ଶକ୍ତି ଆସିବ, ମୋର ଚିନ୍ତାରେ ସ୍ପଷ୍ଟତା ଆସିବ, ମୋର ବ୍ୟବହାରରେ ସୁନ୍ଦରତା ଆସିବ, ସେ ଠିକ ଅଛି ଗୋଟେ ଦିଗ, କିନ୍ତୁ ଇଟ୍ ଇଜ ନେଗ୍ଲିଜିବଲି ସ୍ମଲ୍। କିନ୍ତୁ ଯୋଉଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆମର ହାଏଷ୍ଟ ଏଣ୍ଡ କମ୍ପ୍ଲିଟେଷ୍ଟ ସ୍ପିରିଚୁଆଲ ରିଆଲିଟି। ଏଇଟା ହଉଛି ପୂର୍ଣ୍ଣତା, ଆମର ସର୍ବୋତ୍ତମ, ସର୍ବୋଚ୍ଚ ଏବଂ ସମ୍ପୂର୍ଣ୍ଣତର ଆଧ୍ୟାତ୍ମିକ ସତ୍ୟଟିକୁ ଜାଣିବା। ଏଇଟା ହଉଛି ପ୍ରୋଗ୍ରେସ। ଏଇ ପ୍ରୋଗ୍ରେସଟା ଆମକୁ କଣ କରିବ ନା ଗୋଟେ ଟ୍ରାନ୍ସଫର୍ମେସନ ଆଡକୁ ନବ, ଆମ ଲାଇଫ ଭ୍ୟାଲୁଜ ଗୁଡିକୁ ବଦଳେଇ ଦବ। ଆଜି ତାରିଖରେ ଲାଇଫ ଭ୍ୟାଲୁଜ କଣ ଅଛି? ନିତାନ୍ତ ଭାବରେ ସାମାଜିକ, କିନ୍ତୁ ଏକ ଆଧ୍ୟାତ୍ମିକ ଜୀବନ ମୂଲ୍ୟକୁ ନେଇ ବଞ୍ଚିବା। ତାପରେ ସେମାନେ କଣ କରିପାରିବେ? ଯୋଉମାନେ ଏଭଳି ଗୋଟେ ରୂପାନ୍ତର ଏବଂ ଆଧ୍ୟାତ୍ମିକ ମୂଲ୍ୟ ଭିତରେ ପ୍ରବେଶ କଲେଣି, ସେମାନେ ସ୍ୱାଭାବିକ ଭାବରେ ଆଧ୍ୟାତ୍ମିକ ସତ୍ୟକୁ ନେଇ ବଞ୍ଚିବେ। In that truth, they are standing ground of mutual recognition and reconciliation. ଯେତେବେଳେ ସତ୍ୟକୁ ଆପଣ ଧାରଣ କରନ୍ତି, ସେତେବେଳେ ଆପଣଙ୍କ ଭିତରେ ପାରସ୍ପରିକତା ଆସେ। ସେ ପାରସ୍ପରିକତାଟା ଦି ପ୍ରକାର। ଗୋଟିଏ ହେଉଛି ଅନ୍ୟକୁ ସ୍ୱୀକାର କରିବା ଏବଂ ଅନ୍ୟ ସହିତ ସମନ୍ୱୟ କରିବା, ରେକଗ୍ନିସନ ଆଣ୍ଡ ରିକନସିଲିଏସନ। ଆଉ ସେଇଟା ଯେତେବେଳେ ନ ହଉଥିବ, ଆମେ ବାକି ମାନଙ୍କୁ ସହିପାରୁନଥିବା, ରହିପାରୁନଥିବା, ସମସ୍ତଙ୍କ ଭୁଲ ଗୁଡା ଦେଖୁଥିବା, ସମସ୍ତଙ୍କ ଉପରେ ମତ ଦଉଥିବା, ସେମାନଙ୍କୁ କିଏ ଆମର ବିରୋଧ କଲେ, ନିନ୍ଦା କଲେ, ଆମେ ତାଙ୍କୁ ଭୁଲ ବୁଝୁଥିବା, ଅଭିମାନକୁ ଯାଉଥିବା, କଷ୍ଟ ପାଉଥିବା, ଏଇ ତ ଚାଲିଛି। ସେମାନେ ମତେ କହିଲେ, ମୋ ପିଲାମାନଙ୍କ ବିଷୟରେ କହିଲେ, ମୋ ମାନେ ଆମ ଘର କଥା କହିଲେ, ସିଏ ମୋ ବାପାକୁ ଗାଳି ଦେଲେ, ଏଇଭଳିଆ ଚାଲିଥିବ। ତେଣୁ ଆଧ୍ୟାତ୍ମିକ ସତ୍ୟ ହେଉଛି ଏକ ମହାସତ୍ୟ, ଯିଏ ଗୋଟିଏ ବିରାଟ ରୂପାନ୍ତରକୁ ଆମ ଭିତରେ ସମ୍ଭବ କରେ ଏବଂ ବାକି ମାନଙ୍କ ସହିତ ଆମର ଯୋଉ ଏକତ୍ୱ, ପାରସ୍ପରିକତାର ଯୋଉ ଭୂମିଟିକୁ ସେ ପ୍ରସ୍ତୁତ କରେ। ଇଏ ଥିଲା ପ୍ରଭୁଙ୍କ ପ୍ରୋଗ୍ରେସ ସମ୍ପର୍କରେ ଚିନ୍ତା, ଏବଂ ଏ ଚିନ୍ତା ବହୁତ ସୁଦୂର ପ୍ରସାର, ବହୁତ ଦୂର ପର୍ଯ୍ୟନ୍ତ ପ୍ରଭୁ ଆଲୋଚନା କରିଛନ୍ତି, ବହୁତ ଦୂର। ଆମେ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆ ଭିତରେ ଆଣିଲେ, କିନ୍ତୁ ମାଙ୍କ ପାଖକୁ ଯିବା। ମା କଣ କହୁଛନ୍ତି? ମା କହୁଛନ୍ତି progress is the sign of the divine influence in creation. ଯେତେବେଳେ ସୃଷ୍ଟି ମଧ୍ୟରେ ଆମେ କିଛି ଦିବ୍ୟ ପ୍ରଭାବର ସଂକେତ ଦେଇପାରିବା, ସେତେବେଳେ ପ୍ରଗତି ରହିଛି ବୋଲି ଜାଣିବା। କଣ ଦିବ୍ୟ ସଂକେତ? ମୁଁ ସେ ଉଦାହରଣ ଆପଣଙ୍କୁ ବହୁବାର ଦେଇଛି। ସବୁ ଲୋକ ଫୁଲ ଗଛ ଲଗେଇ ପାରନ୍ତିନି, ସବୁ ଲୋକ ଧ୍ୟାନ କରିପାରନ୍ତିନି, ସବୁ ଲୋକ ମାଙ୍କ ପାଇଁ ଗୀତ ଲେଖି ପାରନ୍ତିନି, ସବୁ ଲୋକ ମାଙ୍କ ପାଇଁ ଗୀତଟିଏ ଗାଇ ପାରନ୍ତି ନାହିଁ, ସବୁ ଲୋକ ମାଙ୍କର ବହିଟିଏ ପଢି ପାରନ୍ତି ନାହିଁ। ଯେତେବେଳେ ଆପଣ ସେ କାର୍ଯ୍ୟ ଗୁଡିକ କରନ୍ତି, ଆପଣ ବାକି ଆପଣଙ୍କ ଚାରିକଡ଼ରେ ଥିବା ମଣିଷ ମାନଙ୍କୁ ଦିବ୍ୟତାର ସହିତ ଏକ ପ୍ରଭାବ ପକାନ୍ତି। ଯେତେବେଳେ ମୋତିଲାଲ ରାୟଙ୍କ ଘରକୁ ଶ୍ରୀଅରବିନ୍ଦ ଯାଇଥିଲେ, ବଡ କଷ୍ଟରେ ରହିଛନ୍ତି, ମାନେ ଘର ପରିବାର ଛାଡିକି ଆଇଛନ୍ତି। ଅନ୍ଧାର ରାତିରେ ଗୋଟେ ନୌକା, ଛୋଟିଆ ନୌକାରେ ଗୋଟେ ଗଙ୍ଗା ନଦୀ ପାର ହେଇକି ରାତି ସାରା ଭୋର ଭୋର ପହଞ୍ଚନ୍ତି। କପେ ଚା ବି କିଏ ଦେବାକୁ ନାହିଁ, ସମ୍ଭବ ନୁହେଁ, କାରଣ ମୋତିଲାଲ ରାୟ କହିପାରୁନାହାନ୍ତି ଘରେ ଯେ ଶ୍ରୀଅରବିନ୍ଦ ଆସି ରହିଛନ୍ତି, କିଏ ଦବ ଚା? ମାନେ ପାଣି ଗ୍ଲାସ ପିଇଲେ ବି ଲୁଚେଇ ଲୁଚେଇ ପିଇବାକୁ ପଡିବ। ସେଇଭଳି ସମୟରେ ଶ୍ରୀଅରବିନ୍ଦ ସାଧନା କରୁଛନ୍ତି।
ମୋତିଲାଲରେ ତାଙ୍କୁ ବସେଇ ଦେଇକି ଚାଲିଗଲେ ଘର ଭିତରକୁ, କଣ ଖାଇବା ମିଳିପାରିବ। ସେ ଆସିଲା ବେଳକୁ ସେ ଧ୍ୟାନସ୍ଥ ହେଇଯାଇଛନ୍ତି। ତାକୁ ହିଁ କହନ୍ତି ଡିଭାଇନ୍ ଇନଫ୍ଲୁଏନ୍ସ। ଏଇ ସୃଷ୍ଟି ମଧ୍ୟରେ ଆପଣଙ୍କର କାର୍ଯ୍ୟ, ଆପଣଙ୍କର ଚିନ୍ତା, ଆପଣଙ୍କର କର୍ମ କିପରି ହବ, ଯାହା ଏଇ ମଣିଷକୁ ବା ତାର ସୃଷ୍ଟି ଭିତରେ ଗୋଟେ ଦିବ୍ୟ ପ୍ରଭାବ ଆଣିପାରିବ, ସେଇଟା ହଉଛି ପ୍ରଗତି। ରାମକୃଷ୍ଣ ପରମହଂସ ହୁଅନ୍ତୁ କି ଯଦୁ କୃଷ୍ଣମୂର୍ତ୍ତି ହୁଅନ୍ତୁ, କି ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ କିମ୍ବା ସ୍ୱାମୀ ଶିବାନନ୍ଦ ହୁଅନ୍ତୁ, ଯେଉଁମାନେ କିଛି ଦିବ୍ୟ ପ୍ରଭାବ ଏ ଜଗତରେ ଆଣିଛନ୍ତି, ସେମାନେ କିଛି ପ୍ରଗତି ହାସଲ କରିଛନ୍ତି। Progress, the reason why we are on earth, ये होची सेही कारण जो कारणरू आमे पृथ्वी अच्छु। मां को सीधा उत्तर आमे पृथ्वी रे काई अच्छु, आमे प्रगति हासिल करिया को रही सरला। प्रगति करिया कोन ताको बुझिया छेडी आमे प्रगति रो केते सुंदर डेफिनेशन सब आलोचना कले प्रभुंकर लेखा। अंतर प्रगति को से प्रगति बोली स्वीकार करछंती, निजर भूल निजर अपूर्णता गुडी को जानि परिबाटा होची प्रगति बोली कहउछंती, एवं निजर भूल एवं अपूर्णता जहाँ हमको सत्य निकट को भगवान के निकट को बाट छाड़ू ना, ताकू हम निज जीवन रे समर्पण द्वारा करुणा द्वारा ज्योति द्वारा परिवर्तित करि परिबाटा को प्रगति बोली कहउछंती। तेणु आम ये जगत रे काहे कछु प्रगति हासिल करिया। मनीष तो कौन बुझिले, भल करी संसार चलेबी, पूरा भल करी संसार चलेबी। गोटे लोक आज सकाळ मते गोटे फोटो पठेइछला, गोटे मूर्ति किनिछि 2 लाख टंका दे, आउ से ताको पूरा बढ़िया केमिकल दे पूरा सफा करछु। मतलब केते समय लागिला तते ना, मतलब 2 घंटा समय लागिला। कहले तो जेटा काई केनु ठीक अछि, तो मेंटेन करिया तो भलो कथा, किंतु तो को भाबर जेटा करछु, माने इट इज ए डिवाइन सर्विस बा आपण तमे लोक को देखै हो जे मो पाखरे गोटे 2 लाख टंकार मूर्ति अछि, ताको सुंदर करी देखैया पई किछु योजना। तेणु सेही समान कामटी, समान से झाड़ू कामटी, से सफा कामटी, सेटा 2 प्रकार हे परिबो। गोटे दिव्य कर्म भी हे परिबो, अन्य अर्थ रे एकदम अहंकार रो गोटे काम हियो। आपण गोटे गाड़ी किनछंती, से गाड़ीटा 2टा बाटर व्यवहार हे परिबो, भगवान को काम रे लागि परिबो, नले आपण तो संग साथी मानकर भोजी भातरे जाई देखे होतो, देखो मोर केते दामी कार अछि। So that is up to you in which way you will present yourself. Apre ma कहले the purpose of art life is progress. ये पार्थिव जीवन रो उद्देश्य होची प्रगति। If you stop progressing, you will die. बाबरे अल्टीमेटम मा देछन, जो दिन प्रगति करिया बंद कर देबो से दिन मरिबो। मरिवा अर्थ कोन, एक्सटिंग्विश हवा, माने किछि समय पई आपनकर घट परिवर्तन हे। गोटे फूल गछ जेबे फूल फुटिया बंद हो जाए अवश्य मरि जाए, जदि आ फूल फुटिवार संभावना नथिबो। गोटे लंका गछ हो, बायगण गछ हो, जदि से फलिबा बंद हो जाए, आउ कंट्रीब्यूट करिवो नै, आउ से फल दान करि परिवो नै, ताले आउ से फलिवो नै, ताले से मरि जाए। ये सृष्टि रो नियम सेटा। आपण जते पर्यंत प्रगति करूछंती बंची रहिछंती, the day you will stop progressing you will die. से मृत्यु केते प्रकार हे पारे, माने गोटे फिजिकल डेथ भी हे पारे बा गोटे नॉन फिजिकल डेथ भी हे पारे। अनेक लोक थांती कोमारे थांती, के था किछि करू न था, खाली टरा अनेक बस्तु चतुर्थ वयस हला मरिया खाली अपेक्षा करथो, किछि करू नथो, माने घरे भी सामान्य कामटी भी कर नथो, पानी ग्लास भी आनी के पिउ नथो। तेणु every moment that you spend without progressing is one step closer to your grave. माता हो जटिल भाषा कहले, कठिन भाषा। प्रत्येक मुहूर्त रे जदि प्रगति बिना तमे समयटी को काटुछ, ताहाले तमे तमर समाधि आड़ को
ଗୋଟିଏ ପାଦ ଆଗେଇ ଯାଉଛ। ସମାଧି ମାନେ ସେଇ ସମାଧି ନୁହେଁ, ବ୍ରହ୍ମକର୍ମ ସମାଧି ନା, ସେ ସମାଧି ନୁହେଁ, ସେ ହଉଛି ଗ୍ରେଫ୍, ମାନେ ଯୋଉଟା ଶ୍ମଶାନ ଘାଟକୁ ଆମେ ପାଦେ ଆଗେଇ ଯାଉଛୁ ଯୋଉ ଦିନ ପ୍ରୋଗ୍ରେସ କରୁନୁ। ଯୋଉ ମୁହୂର୍ତ୍ତରେ ଆମେ ପ୍ରୋଗ୍ରେସ କରୁନୁ ତାମାନେ we are spend without progressing is one step closer to your grave। ପୁଣି ଥରେ ମା କହୁଛନ୍ତି 11 ସେପ୍ଟେମ୍ବର 1934 ଲେଖା, from the moment you are satisfied and aspire no longer, you begin to die। ଯୋଉ ମୁହୂର୍ତ୍ତରେ ତମେ ସନ୍ତୁଷ୍ଟ ହେଇଯାଉଛ, ଯୋଉ ମୁହୂର୍ତ୍ତରେ ତମେ ଆଉ କିଛି ଆଶା କରୁନାହ, ଆସ୍ପୃହା କରୁନାହ, ସେଇ ମୁହୂର୍ତ୍ତରୁ ତମେ ମରିବା ଆରମ୍ଭ କରୁଛ। ମୁଁ କହିବି ମୋର ସବୁ ଇଚ୍ଛା ସରିଗଲାଣି, ମୋର କିଛି କାମନା ବାସନା ନାହିଁ, ମୋର ଆଉ କିଛି ପାଇବାର ନାହିଁ, ତାମାନେ you are really dead। ଲାଇଫ୍ ଇଜ୍ ମୁଭମେଣ୍ଟ, ଜୀବନ ହେଉଛି ଗତି, ଲାଇଫ୍ ଇଜ୍ ଇଫର୍ଟ, ଜୀବନ ହେଉଛି ଉଦ୍ୟମ, ଇଟ୍ ଇଜ୍ ମାର୍ଚିଂ ଫରୱାର୍ଡ, ଇଏ ସବୁବେଳେ ଆଗକୁ ଚାଲେ ନିଆଁ ଭଳି। climbing towards the future revelations and realizations, ଭବିଷ୍ୟତର ରହସ୍ୟ, ସତ୍ୟ ଏବଂ ଅନୁଭବ ଆଡ଼କୁ ଇଏ ଗୋଟେ ଶିଖରକୁ ଆରୋହଣ କଲା ଭଳି ଚଢି ଚଢି ଯାଏ। ତେଣୁ ଯଦି ଜଣେ କହିବ ନାଇଁ ନାଇଁ ମୁଁ ଆଉ କିଛି କରିବିନି, ବହୁତ କରିଦେଲି, ବହୁତ ପାଠଚକ୍ର ଗଲି, ବହୁତ ବହି ପଢିଲି, ବହୁତ ନାମ ଜପ କଲି, ମୋର କାମ ଗୁଡା ପ୍ରାୟ ସରିଗଲାଣି, ଏବେ ତ ବୁଢା ହେଇଗଲାଣି, ଆଉ କିଛି ପାରିବିନି, ଓଭର। ସେଇଠୁ ମା ଲେଖିଲେ nothing is more dangerous than wanting to rest। ଯୋଉଦିନ ମୁଁ ବିଶ୍ରାମ ମାଗିବି ତାମାନେ ମୁଁ ଆଉ ପ୍ରଗତି ଚାହୁଁନାହିଁ, ମୁଁ ଆଉ ଆସ୍ପୃହା କରୁନାହିଁ, ମୁଁ ଆଉ ଚାଲୁନାହିଁ, ମୁଁ ଆଉ ଗତି କରୁନାହିଁ, ମୁଁ ଆଉ ଆରୋହଣ କରୁନାହିଁ, ସେଇଟା ହଉଛି ସବୁଠାରୁ ବିପଦପୂର୍ଣ୍ଣ, ଡେଞ୍ଜରସ୍। କାରଣ ଡେଞ୍ଜରସ୍ ମାନେ କଣ ହବ, ତାହେଲେ ଏଇଟା ବିଗିନିଂ ଅଫ୍ ଡେଥ୍। ଜଣେ କେହି ମହାନ ସାନ୍ଥ ଜଣେ ଦାର୍ଶନିକ ଲେଖିଛନ୍ତି, ସବୁଠାରୁ ଟ୍ରାଜିକ କଥାଟି କଣ ଜାଣିଛନ୍ତି ଜୀବନରେ, ପ୍ରକୃତ ମୃତ୍ୟୁ ଆସିବା ପୂର୍ବରୁ ଆମ ନିଜ ଭିତରେ ଅନେକ କଥା ମରିଯିବା, ଏଇଟା ହଉଛି ଟ୍ରାଜିକ। ଆପଣ ଗୀତ ଗାଉଛନ୍ତି, ଆପଣ ଗୀତ ଗାଇବାର ଇଚ୍ଛା ହବନି, ଆପଣ ଚିତ୍ର ଆଙ୍କୁଛନ୍ତି ଆଉ ଆଙ୍କିବେ ନାହିଁ, ଆପଣ ଜଣେ କବିଟିଏ ଆଉ କବିତା ଲେଖୁନାହାନ୍ତି। ଏଇଟା ହେଲା ଗୋଟେ ମୃତ୍ୟୁ, ଯୋଉ ମୃତ୍ୟୁଟା ଆପଣଙ୍କ ଶାରୀରିକ ମୃତ୍ୟୁ ଠାରୁ ବି ବେଶୀ ଅସହ୍ୟ, ରିଅଲି ଇଣ୍ଟରଲେବଲ, ତାକୁ ସହି ହବନି, ଟଲରେଟ କରିହବନି। କିନ୍ତୁ ମା ତ ସେ କଥା କହିଲେ ସେଇଥିପାଇଁ। ତାହେଲେ ଆମେ କଣ କରିପାରିବା ଆମ ଜୀବନରେ? ମୁଁ ଆପଣଙ୍କୁ 80-85 ବର୍ଷ ହେଲାଣି, ଆଖିକି ଦେଖା ହଉନି, କାନକୁ ଶୁଭୁନି, ଲୋକମାନେ ଆପଣଙ୍କୁ ବେଶୀ କଥାବାର୍ତ୍ତା କରନ୍ତିନି, ସେମାନେ ତାଙ୍କ କାମରେ ଥାନ୍ତି, ଆପଣ ଏକୁଟିଆ ବଡ ହତୋତ୍ସାହିତ ହେଇକି ଅଛନ୍ତି, ସାଥୀହୀନ ଅଛନ୍ତି, ସେଇ ସମୟରେ କଣ କରିବେ? ଠିକ ଅଛି, ଆପଣ ଜଣେ ଯୁବକ, ଅଥଚ ଜୀବନରେ ଆପଣଙ୍କ ଉପରେ ପ୍ରଚୁର ଦାୟିତ୍ୱ ରହିଛି, ପାରିବାରିକ ଦାୟିତ୍ୱ ରହିଛି, ପାରିବାରିକ ସଙ୍କଟ ରହିଛି, ଅନେକ ଲୋକଙ୍କ ଉପରେ ମାନେ ବହୁତ ଭୂମିକା ନିର୍ବାହ କରିବାକୁ ଅଛି, ଯୋଉଗୁଡାକ ମୋ ପାଖରେ ସମୟ ନାହିଁ, ମୁଁ କଣ କରିପାରିବି, ପ୍ରଗତି କେମିତି ହେବି? ମା କହିଲେ one has always something to learn। ଯଦି କିଛି କଥା ଆମେ ଦିନକୁ ଶିଖୁଛନ୍ତି, ଧାଡିଏ କଥା ବି ହଉ, however small it is, ତାହେଲେ ଆପଣ ପ୍ରୋଗ୍ରେସ କରୁଛନ୍ତି, progress to make। And in each circumstance we can find the occasion of learning the lesson। ସବୁ ପରିସ୍ଥିତିରେ, ସବୁ ଉପଲକ୍ଷରେ ଆମ ପାଖରେ ଲର୍ଣ୍ଣିଂ ଆସିବ। ଆପଣ ବହି ପଢୁନାହାନ୍ତି, ପାଠଚକ୍ର ଶୁଣନ୍ତୁ,
ପାଠଚକ୍ର ଶୁଣୁନାହାନ୍ତି, କାନ ଭଲ ନାହିଁ, ଦେହ ଭଲ ନାହିଁ, କିଛି ବାଟରେ ଗୋଟେ ମେମୋରି ଭିତରକୁ ଯାଆନ୍ତୁ, ମାଙ୍କ ଠାରୁ ଅନୁଭବ ପାଇବେ, ଡିରେକ୍ସନ୍ସ ପାଇବେ, ରିଭିଲେସନ ଗୁଡିକ ପାଇବେ। ଲର୍ଣ୍ଣିଂ ଦି ଲେସନ। ମୋ ଆଖି ଖରାପ ହେଲେ କଣ ମୁଁ କଳ୍ପନାରେ ଦେଖିପାରିବିନି ମାଙ୍କୁ? ମୋର କାନ ଖରାପ ହେଲା, ତାର ଅର୍ଥ କଣ ମୋର ଅନ୍ତରବାଣୀ ବି ଶୁଣିପାରିବିନି? ମେକିଂ ଦି ପ୍ରୋଗ୍ରେସ। ଆମେ ଯୋଉଦିନ ଏଇ ଜୀବନର ଭୂମିଟିକୁ ଶିକ୍ଷାର ଭୂମିରେ ପରିଣତ କରିଦଉ, ସବୁଦିନେ କିଛି ନା କିଛି ଶିକ୍ଷା ଲାଭ କରୁ, ତାହେଲେ ସେଇଟା ହବ ପ୍ରୋଗ୍ରେସ। ତାହେଲେ ପ୍ରୋଗ୍ରେସ ର ଆଉ ଏକ ଡେଫିନେସନ 19 ଜୁନ 1950 କହିଲେ। ପ୍ରୋଗ୍ରେସ ହେଲା ଟୁ ବି ରେଡି। 3 ପ୍ରକାର ମଣିଷ ଅଛନ୍ତି ବୋଲି ୱିଲିୟମ ବ୍ଲାକ୍ କହୁଥିଲେ। ଗୋଟେ ରେଡି ମ୍ୟାନ୍, ଗୋଟେ ରିଅଲ ମ୍ୟାନ୍, ଆଉ ଗୋଟେ ଏକ୍ସାକ୍ଟ ମ୍ୟାନ୍। କୋଉମାନେ ରେଡି ମ୍ୟାନ୍? ନା ଯୋଉମାନେ କନଫରେନ୍ସ ଯାଆନ୍ତି, ସଭା ସମିତି ଯାଆନ୍ତି, ପ୍ରସ୍ତୁତ ମଣିଷ, ବ୍ୟାଟେରୀ ଫୁଲ ହେଇକି ରେଡି ହେଇକି ଅଛି, ଚାର୍ଜ ହେଇକି ଅଛି, ଯେତେବେଳେ କହିଲେ ସେ ଯୁଦ୍ଧକୁ ବାହାରିଯିବ। ରେଡି ମ୍ୟାନ୍, ପ୍ରସ୍ତୁତ ମଣିଷ। ଆଉ ଗୋଟେ ରିଅଲ ମ୍ୟାନ୍, ଯିଏ ପାଠ ପଢେ, ଯିଏ ପଢେ ସେ ହଉଛି ରିଅଲ ମ୍ୟାନ୍, ବାସ୍ତବ ମଣିଷ। ଆଉ ଯିଏ ଲେଖେ, ପଢେ ବି ଲେଖେ ବି, ସେ ହଉଛି ଏକ୍ସାକ୍ଟ ମ୍ୟାନ୍, ଠିକ ମଣିଷ। ଏମିତି କହିଛନ୍ତି। ମା କହୁଛନ୍ତି ଯିଏ ପ୍ରସ୍ତୁତ ହେଇକି ରହିଛି, ପ୍ରସ୍ତୁତ ରହିବ କେତେବେଳେ? ଯଦି ସେ ପାଠ ଚକ୍ରରେ ରହୁଥିବ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ପ୍ରସ୍ତୁତ ଅଛି, ଏଟ୍ ଏଭ୍ରି ମିନିଟ୍ ଟୁ ଗିଭ୍ ଅପ୍ ଅଲ୍ ୱାନ୍ ଇଜ୍। ଆପଣ ଯାହା ଅଟନ୍ତି ସେଇଟାକୁ ଆପଣ ଛାଡି ଦେଇପାରିବେ ରାଇଟ୍ ନାଉ। ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ମଣିଷ ନା ମାନେ କଣ? ଯୁଦ୍ଧ ଆସିଲା, ଚାଲ ଯୁଦ୍ଧ। ଆପଣ ଫାୟାର ମାନଙ୍କୁ ଦେଖିଛନ୍ତି ନା? ଗୋଟେ ହୋଟର ବାଜିଲା, ସେ ଦୌଡ଼ିଲେ। ସେମାନେ ପୋଷାକ ପିନ୍ଧିକି ଥିଲା ଭଳି ଥିବେ। We can find give up one is and all one has, ଯାହା ତା ନିଜ ପାଖରେ ରହିଛି ତାକୁ ବି ସେ ଛାଡି ପାରୁଥିବ, in order to advance on the way, ଏଇ ପଥରେ ଯାତ୍ରା କରିବା ପାଇଁ। ବିଶ୍ୱାସ କରନ୍ତୁ, ମୁଁ ସେମିତି ମଣିଷଙ୍କୁ ଜୀବନରେ ଭେଟିଛି। ସେମାନେ ମାଙ୍କ ପାଇଁ ଜୀବନ ଦେଇଦେବେ, ମାଙ୍କ ପାଇଁ ନିଜର ସର୍ବସ୍ୱ ଲୁଟେଇଦେବେ। ସେମାନଙ୍କ ଆତ୍ମାର ଦାୟିତ୍ୱ ତ ମା ନିଶ୍ଚୟ ନେବେ। ସେଇଟା ହିଁ ପ୍ରୋଗ୍ରେସ। ଏହି ଅଭିବ୍ୟକ୍ତି ସହିତ ଆଜିର ଆଲୋଚନା ଏଠି ରଖୁଛି। ସମସ୍ତଙ୍କୁ ଅନେକ ଶୁଭେଚ୍ଛା, ଶୁଭରାତ୍ରି, ବନ୍ଦେ ମାତରମ୍।
Remote him that night from temptation, from your inner world. Who made the vanity faithful star? Not he who has prepared his temple in thy soul. And made to be sacred floor by whom thy God is healed and triumph in his cross. My God is love and sweetly stopping. Thou golden wings have power to stand thy voice. The eyes of love gaze starlight through death tonight. Your king is love, though the naked